ଆମର ଏପର୍ଯ୍ୟନ୍ତ ଚା ପିଆ ହେଇନି। ଇଏ ଫୁଲ ତୋଳୁଛନ୍ତି। ହେଇଗଲାଣି ଚାଟା ବସେଇଛି। ଏଇ ଗଛର ଫୁଲଟା ଏବେ ବହୁତ ଫୁଟୁଛି, ବହୁତ ଫୁଲ ଦଉଛି। ବଢିଆ ଲାଗୁଛି ବି କଲରଟା ପୁରା ନା। ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍। ବଢିଆ ଲାଗୁଛି ସେ କଲରଟା, ପୁରା ଏତେ ମିଠା କଲରଟା ନା। ଇଏ ବି ପିଙ୍କ, ସିଏ ବି ପିଙ୍କ, କିନ୍ତୁ ଏଇ ପିଙ୍କଟା ପୁରା ଅଲଗା କଲରଟା। ଲେମ୍ବୁ ଗୁଡାକ ବହୁତ ଛୋଟିଆ ଛୋଟିଆ ହଉଛି, ଆଉ ପୁରା ଶୁଖିକି ଝଡି ପଡୁଛି। ବର୍ଷା ହେଲେ ଭଲ ହେଇଥାନ୍ତା ନା। ଏଇଠି ଗୋଟେ ଅଛି ଦେଖ, ଏଠି ଗୋଟେ ଅଛି। ସେ ଧଳା ମନ୍ଦାରଟା ଏତେ ଭଲ ଫୁଟୁନି କାହିଁକି? ବହୁତ ଦିନ ପରେ କିନ୍ତୁ ଫୁଟିଲା ସେଟା ଯେ। ହଁ, ତାପରେ ଯୋଉ ଭଳିଆ ଖରା ହଉଛି କେମିତି ବା ଫୁଟିବ? ପାଣି ଫାଣି ଦଉଛ ବୋଲି ସେ ଏତିକି ଫୁଟୁଛି। ହଁ, ଏଇ ଗଛରେ କିନ୍ତୁ 15-20ଟା ପରେ ମନ୍ଦାର ଫୁଲ ବାହାରୁଛି ନା। ଲାଲି ମନ୍ଦାରଟା କିନ୍ତୁ କମିଗଲା ପୁରା, ସେଇଥିପାଇଁ କାଟିଦେଲି। ଏବେ ଆଉ ଜମା ବି ଲାଲି ମନ୍ଦାର ଫୁଟୁନି। କୋଉଠି ଗୋଟେ ଦିଟା ଫୁଟିଲେ ଫୁଟୁଛି, ନହେଲେ ନାହିଁ। ସେଇଥିପାଇଁ ଗଛ ଗୁଡା ସବୁ କାଟି ଦେଇଛି। କଅଁଳିବ, ବର୍ଷା ଦିନକୁ ପୁଣି ଫୁଟିବ ନା। ସେଟା କଣଟା ଫୁଲଟା? ମୁଁ କହିଲି ଲେମ୍ବୁ ତୋଳୁଛ ନା। ଚା ହେଇଗଲା, ଛାଣିକି ନେଇ ବି ଆସିଲି। ତୁମେ କଣ କରୁଛ? ଚା ନିଅ। ଦୁବ ଦଉଛନ୍ତି। ଆଜି ଏତିକି ଫୁଲ ବାହାରିଛି। ଏଇ ଖରା ପାଇଁ ବେଶୀ ଫୁଲ ଫୁଟୁନି। ଅବଶ୍ୟ ଯେତିକି ଫୁଟୁଛି ହେଇଯାଉଛି ପୂଜା ପାଇଁ ଯେ। ଟଗର ଫୁଲ ତୋଳିନ ନା? ତୋଳିନ ଟଗର ଫୁଲ? ଏଇପଟଟା କାଟି ଦେଇଛି ନା, ସାମ୍ନାରୁ ଆଣିବାକୁ ପଡିବ। ଲେମ୍ବୁ ଗୁଡା କେମିତି ଶୁଖିକି ସବୁ ଝଡି ପଡୁଛି ଯେ। ଫୁଲ ତୋଳିକି ଧୋଇ ଧୁଆ ଦେଲେ ଚା ପିଇବେ। ଚା ନ ପିଇଲେ ମୁଣ୍ଡ କାମ କରିବନି। ପିଇଦେଲେ ପୁରା ଟିକେ ଏନର୍ଜି ଆସେ, କାମ କରିବାକୁ ଭଲ ଲାଗେ ଆଉ ନା। ଠିକ ଅଛି। ବଢିଆ ଅଛି। ଗୋଟେ ଲାଲି ମନ୍ଦାର ସେ ଭିତରେ ଆଡେ ଅଛି। ଥାଉ, ସେପଟେ ଲେମ୍ବୁ କଣ୍ଟା ଅଛି। କୋଉଠି? ହଁ, ସେତେ ଦୂରରେ ହବନି। ଲେମ୍ବୁ କଣ୍ଟା ହାତରେ ବାଜିବ। ଥାଉ ଥାଉ, ତମେ ତାକୁ ଛାଡ଼। ସେ ହବ ନାଇଁ, ଥାଉ। ଆରେ ସେ ତାକୁ ତୋଳିବେ। ଲେମ୍ବୁ କଣ୍ଟା କାଳେ ହାତରେ ବାଜିବ। ସେଇଥିପାଇଁ ଫୁଲ ତୋଳିଲା ବେଳେ ସବୁବେଳେ ତମ ପିଠି ଆମ୍ପୁଡ଼ି ହେଇଯାଇଥାଏ, ହାତ ଗୁଡାକ ସବୁ ଆମ୍ପୁଡ଼ି ହେଇଯାଇଥାଏ। ତୋଳିବେ ସିଏ। ଦେଖି ଦେଖି ଯାହା ତୋଳି ପାରିଲ ତାହେଲେ। ହେଲେ ବି ବାଜିଥିବ ଲେମ୍ବୁ କଣ୍ଟା। ସେଗୁଡା ଶୁଖିଗଲାଣି। ଲେମ୍ବୁ ଡାଳ ଗୁଡା କାଟିଦେଲେ ହବ ଟିକେ ଯେ। କାଟିକି ଗୋଟେ ଏଠି ରଖିଥିବି, ତମେ ପକେଇଦବ ପଛକୁ ନା। କାହିଁ କହିଲ, ଶୁଖିଲା ଡାଳ ରହିଲେ ଫଳ ଭଲ ହୁଏନି କାଳେ। ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍, ଜୟ ମା ସନ୍ତୋଷୀ। ଆପଣମାନଙ୍କୁ ଆଉ ଏକ ଫ୍ରେଶ୍ ବ୍ଲଗ୍ରେ ଅନେକ ଅନେକ ସ୍ୱାଗତ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ, ସୁସ୍ଥ ଥିବେ। ମାଙ୍କ କୃପାରୁ ଆମମାନେ ବି ସବୁ ଭଲରେ ଅଛୁ। ଆଜି ତ ଶନିବାର। ବ୍ଲଗ୍ଟି କଣ୍ଟିନ୍ୟୁ କରିବା ପୂର୍ବରୁ ଆପଣମାନଙ୍କୁ ମୋର ସବୁଦିନ ପରି ସେ ଗୋଟେ ରିକ୍ୱେଷ୍ଟ, ଯେଉଁମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି, ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଫେସବୁକ୍ ଦେଖୁଥିଲେ ଫଲୋ କରନ୍ତୁ। ଭିଡ଼ିଓ ଗୁଡ଼ିକ ଲାଇକ୍, କମେଣ୍ଟ, ସେୟାର କରିବା ସାଙ୍ଗରେ ସ୍କିପ୍ ନ କରିକି ନିଶ୍ଚୟ ଶେଷ ଯାଏଁ ଦେଖନ୍ତୁ। ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ନିଶ୍ଚୟ ପ୍ରେସ୍ କରିବେ, ଯାହାଫଳରେ ଆମ ଆଗାମୀ ଭିଡ଼ିଓ ଗୁଡ଼ିକର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ପୁଅ ତ ଶୋଇଛି, ସେ ତାଙ୍କର ଡ୍ୟୁଟି ଗଲେ। ଘରେ ତ ସବୁ ବାସି କାମ ସରିଯାଇଥିଲା, ଖାଲି ବାସନ ମାଜିବାଟା ବାକି ଅଛି। ଏବେ ମୁଁ ବାସନ ମାଜୁଛି, ତାପରେ ଗାଧୋଇବି, ପୂଜା କରିବି ଆଉ। ବାସନ ମାଜୁଛି, ବାର ଘଡ଼ିକି ଲକ୍ଷ୍ୟ ରଖୁଛି କେତେ ଟାଇମ୍ ହେଲାଣି କହିକି। ମୁଁ ପ୍ରାୟ ସବୁ ରୁମ୍ରେ ଯାହା ଯେମିତି ଘଡ଼ି ଅଛି, କିନ୍ତୁ ମୁଁ ରୋଷେଇ ଘରେ ଗୋଟେ ଘଡ଼ି ରଖିଥାଏ। କୌଣସି ବି କାମ କରେ, ମାନେ ଯେମିତିକି ବାସନ ମାଜିବା ହଉ କି ରୋଷେଇ ହଉ, ମୁଁ ଭାତ ଚାଉଳ କେତେବେଳେ ପକାଏ, ଆଉ ଭାତଟା ଗାଳେ କେତେବେଳେ, ସେଇଟା ବି ଟାଇମ୍କୁ ଲକ୍ଷ୍ୟ ରଖିକି ମୁଁ କରେ। ଇଭିନ୍ ମସଲା କଷିବା ଟାଇମିଂ ଗୁଡ଼ାକ ବି ମୁଁ ଘଡ଼ି ଦେଖିକି କରେ। ତାପରେ ଗୋଟେ ଅଭ୍ୟାସ ହେଇଗଲାଣି, ଟାଇମ୍ ଏପଟ ସେପଟ ହେଇଗଲେ ନା ପୁରା ବିରକ୍ତ ଲାଗିବ। ତାପରେ ସକାଳ ଟାଇମ୍ଟା ଏତେ ବିଜି ସେଡ୍ୟୁଲ୍ କୁହନ୍ତୁନି। 2-4 ମିନିଟ୍ ଯଦି ପ୍ଲାନିଂ ଏପଟ ସେପଟ ହେଇଯିବ, ସବୁ କାମ ପୁରା ଡେରି ହେଇଯିବ, ଦିନଟା ଏକଦମ ବର୍ବାଦ ଯିବ। କାମଟା ଯଦି ପ୍ଲାନିଂ ହିସାବରେ ନ ହେବ ନା,
खास कर मुझे भावुँ आम लेडीज मैंने बहुत चिड़चिड़ हो जाती पर्सनाली तो मुझे बहुत चिड़चिड़ हो जाए जब कम टिके लेट हो मोरी जो लेट हे कि मुझे निजे चिड़चिड़ हेबी एमती हुए मो सांगे चौरा पूजा करने दांडू को जाइए देखिली गाई अच्छी ताकू ता रुटीटा देदेवी आ आ ने ने एठ ने एठ ने एठ ने पूजा तो करके आसीगली कंडे तारी ब्रेकफास्ट कर पढ़ी बस सकाल तो फास्ट हाफ कम सरीगला एवं जी ब्रेकफास्ट करी तापर सेकेंड हाफ कम स्टार्ट हवा एवं मो ब्रेकफास्ट कर ब्रेकफास्ट अच्छी मोर काली राति परटा करी से परटा थिला आ दिन बेलर सुजी सुजीटा पूरा बसी जाइए खाईदे पुणे रोषेबास काम आरंभ हो सकाଳେ पूजा बटी सारी किसी खाईदेला ना आउ किसी भी काम करने इच्छा लगे कि मन भी टिके गड़ी पड़ती कि पूरा मत से भाया लगुच कि बसले तो हेनी पुणे रोषेबास लेट हो समय तब 11टा बजाय 5 मिनट अच्छी दीटा टमाटर धोची डालीटा बसई सीझीगला ताधर देवी डाली तो बसई सीझीगला आज लंच रे डाली करी भात तो हम ही हम ता साथ भेंडी आलूर चरचड़ी करी आगे जी जाऊँगी मसलाटा बाकी देवी कारण करेन्ट भरसा नहीं मसलाटा बाटी देकी परिवा काटि तरकारी तो मसला रेडी कर सारे मसला मुझे धला सोरस कला सोरस जीरा 2टा सुखिला लंका और 4टा कंचा लंका नहीं ता साथ रसुण और पियाज भी नहीं भेंडी आलू चरचड़ी ये भेंडी आलू काटि सारी परिवा काटिया पूर्व भातटा भी बसई देते भातटा हो आसला आ 10 मिनट भाया बस आज खरा टिके टाण कम अच्छी हावा भी भल हो तरकारी आलू भाजुची आलू को भाजिक बाहर करदेली एवं से भेंडी भाजुची भेंडी को भी भाजिक बाहर करदेलुनी एवं से कड़े तरकारी तेल दे देइछि तेल तो गरम हो गलानी फुटण देदेवी फुटण तो फुटीगला एवं पियाज काटी रखी ताकू देदेवी पियाज तो आम भाजी होगा एवं जो मसला बाटी रखी ताकू देदेवी मसला कौन कौन बाटी आपण कही एवं हलदी देदेवी लुण देदेवी लंका गुंड तो सॉरी लंका गुंड देवी लंका तो बाटी मसला तो आमर टे भाजी होगा एवं किछटा टमाटर काटिक रखी ताकू देदेवी सरसों मसला बढ़िया बास्ना हुए मसला तो टे कषि होगा टमाटर भी सीझीगला एवं भेंडी आलू को जो भाजिक रखी ताकू देदेवी भेंडी आलू को 1-2 मिनट भाया कषि सोरसो मसला तो बेसी कषिया दरकार नहीं तापर तरकारी पानी देदेवी आलू और भेंडी तो बढ़िया से कषि होगा तरकारी पानी देदेवी बेसी पानी देविनी कारण यहाँ तो चरचड़ी भाया करी खाली जस्ट आलू और भेंडी सीझला भाया देवी आ टिके पानी लगे एमती ही रखी तरकारीटा को आ टिके पानी लगे से बस भेंडी तो भाजी देती बेसी समय लगे सीझापी आलू भी बढ़िया से भाजी हो जाए खाली 2-4 मिनट फुटले तरकारी रेडी हो तरकारीटा सीझला भितर गोटे कम मन पड़ा जाऊ से करके आसबि मन पड़ी जब न करी ना पुणी भूली देखो फ्रेंड्स भेंडी आलू चरचड़ी तो रेडी होगा एक ओल्लैदेवी तरकारी को तो आ गोटे जगह को ट्रांसफर करदेली खरा दिन मानक ना यही सब तरकारी ही खाया भल लगे पखाड़ खाया भल लगे आईदर गरम भात सांग को ये किसी टे तरकारी पत्र हेले ही मुठे खाई हम डालीटा बघार नी से करे बस तेल दे देछि सुखिला लंका देदेवी
ଫୁଟଣ ଟିକେ ହେଙ୍ଗୁ ଦେଇଦେବି। ପିଆଜ ଦେଇଦେବି। ପିଆଜ ତ ଭାଜି ହେଇଗଲାଣି। ଏବେ ଡାଲି ଦେହରେ ଯେଉଁ ଟମାଟୋ ଦୁଇଟା ସିଝେଇକି ରଖିଥିଲି ତାକୁ ଦେଇଦେବି। ଡାଲିଟା ବଘାରି ଦେଇକି କଣ୍ଢେଇକୁ ଖାଇବା ପାଇଁ ଦେଇଦେବି। ସିଏ ଆସିଲେ ତାପରେ ଆମେ 2 ଜଣ ଖାଇବୁ। କଣ୍ଢେଇଟା କୋଚିଂକୁ ଯାଉଛି ନା, ଖାଇକି ଟିକେ ରେଷ୍ଟ ନ ନେଲେ ସାଙ୍ଗେ ସାଙ୍ଗେ ଖାଇକି ଯିବା ପାଇଁ ଭଲ ଲାଗିବନି। ଶନିବାର ରବିବାର ତ ଛୁଟି ଥାଏ, ଏବେ କ'ଣ ପାଇଁ ଶନିବାର ଦିନ ବି କ୍ଲାସ୍ ଅଛି। ଡାଲି ବି ବଘାରି ଦେଲି, ଏବେ ଯିବି ତାକୁ ଖାଇବାକୁ ଦେଇଦେବି। କଣ୍ଢେଇକୁ ତ ଖାଇବା ପାଇଁ ଦେଇ ଦେଇଥିଲେ, ପୁରା ଗରମ ଗରମ। ଡାଲିଟା ବହୁତ ବଢ଼ିଆ ହେଇଛି। ବହୁତ ଗାଧା ହେଇଛି। ଯେମିତି ଭାବୁଥିଲେ କି ଡାଲି ହବା କଥା ସେମିତି ହେଇଛି ନା। ଆଜି ଲଞ୍ଚରେ କ'ଣ କ'ଣ ହେଇଛି ରୋଷେଇ କଲାବେଳେ ତ ଆପଣମାନେ ଦେଖିଲେ, କିନ୍ତୁ ଏବେ କହିବିନି। ଆମେମାନେ ଯେତେବେଳେ ଖାଇବୁ ସେତେବେଳେ କହିବି। ଏଇ ତରକାରୀଟା ଦେଖୁନୁ କେମିତି ହେଇଛି। ଆମ୍ବ ମିଠା ଅଛି ନା? ଭଲ ଲାଗିବ। ଆମ୍ବ ମିଠା ଅଛି ତ? ଫାର୍ଷ୍ଟ ଟାଇମ୍ ଯୋଉ ଏଇଥର ବାବା ଆଣିଥିଲେ ତା ଭଳିଆ ନାହିଁ। ସିଏ ଅଲଗା ଆମ୍ବ, ଇଏ ଅଲଗା ଆମ୍ବ। ସିଏ ଗୋଟେ ଦଶହରୀ ଥିଲା। ମୁଁ ବାବାଙ୍କୁ କହିଛି ତା ପାଇଁ ଆଣିଲି, ସେ ଦଶହରୀ ଆଣିବା। ଏଟା ବାଇଗଣ ପଲ୍ଲୀଟା। ତା ଟେଷ୍ଟ ୟା ଟେଷ୍ଟ ଅଲଗା ରହେ। ତରକାରୀ ଠିକ୍ ବଢ଼ିଆ ହେଇଛି। ତୁ ଖା, ମୁଁ 2-4 ମିନିଟ୍ ଟିକେ ବସି ପଡ଼େ। ହଁ କାହିଁକି? ଠିକ୍ ଠିକ୍, ଭେରି ଗୁଡ୍। ଥକିଗଲିଣି କହୁଛି କାହିଁକି। କଣ୍ଢେଇ ତ ତାର ଖାଉଛି, ମୁଁ ଟିକେ ବେଡ଼ରୁମ୍କୁ ପଳେଇ ଆସିଛି। 2 ମିନିଟ୍ ବସି ପଡ଼ିବି। ସିଏ ଆସିଲା ପର୍ଯ୍ୟନ୍ତ ଟିକେ ରେଷ୍ଟ କରିଦେବି। ଲୁଗାପଟା ବି ସବୁ ଶୁଖିଗଲାଣି, ଆଣିବି ଯେ ମୁଁ କହିଲି ଟିକେ ବସି ପଡ଼େ ତାପରେ ଯାଇକି ଆଣିବି। ମୁଁ ଭାବୁଥିଲି କି ଆଜି ଟିକେ ଖରା ଟାଣ କମ୍ କରିବ, କରୁ ବି ଥିଲା, କିନ୍ତୁ ପୁଣି ହାଲତ ଖରାପ ନା। ମୁଁ ଏଇ ରୁମ୍ରେ ବସିଥିଲି କହିକି ତମେ ଆସିବାଟା ଜାଣିପାରିଲି। କଥା କହିପାରୁନ, ପୁରା ଅବସ୍ଥା ଟାଇଟ୍। ଏ ଖରା ଯେମିତି ହଉଛି ଜୀବନଟା ତ ଯିବ। ଗେଟ୍ଟା ଦେଇ ଦେଇଛ ନା? ହଁ ଗେଟ୍ ଦେଇ ଦେଇଛି। କଣ୍ଢେଇ ଏବେ ତା କ୍ଲାସ୍ ପାଇଁ ବାହାରୁଛି। କ୍ଲାସ୍ 4:15 ଅଛି। ଏତେ ଜଲ୍ଦି ଯିବାର ଇଏ କ'ଣ ମାନେ ବୁଝିପାରିଲିନି ସେଇଥିପାଇଁ ଡାଉଟ୍ ପଚାରିବେ। କ୍ଲାସ୍ କିଛି ଗ୍ରୁପ୍ ଡିସ୍କସନ୍ ଅଛି କି ଆଜି? ଗ୍ରୁପ୍ ଡିସ୍କସନ୍ କିଛି ଅଛି କି? ଆରାମ ସେ ଯିବୁ। ଫୋନ୍ କରିଦେବୁ ଧନ, ଫୋନ୍ କରିଦେବୁ ବାବା। ଫୋନ୍ କରିବୁ। ପ୍ରଭୁ ପକଡ଼। ଗାଧୋଉଥିଲେ ତ ଗାମୁଛା ମାଗିଲେ। ଏ ଖରାଦିନେ 3-4 ଥର ତାଙ୍କର ଗାଧୁଆ ହେଇଯାଏ। ସଞ୍ଜ ଯଦି ଦେବେ, ପୁଣି ସଞ୍ଜ ଦେଲା ବେଳେ ଆଉଥରେ ଗାଧୋଇବେ। ତମେ ଏବେ ବାଡ଼ିପଟେ କାହିଁ ଏତେ ଗାଧୋଉଛ? ସକାଳେ ବାଜି ବୋଧେ ବାଡ଼ିପଟରେ ହିଁ ଗାଧୋଇଥିଲ ନା? କାହିଁକି? ବାଡ଼ିପଟେ ଏଠି ଗାଧୋଇବାକୁ ଫ୍ରି ଲାଗେ ପୁରା। ମୋ ମୁଣ୍ଡକୁ ଦିନରେ ଥରେ ପାନିଆ ଯିବା ବହୁତ କଷ୍ଟ। ତମେ 325 ଥର ମୁଣ୍ଡ କୁଣ୍ଡେଇବ, ଦିନରେ 30 ଥର କ୍ରିମ୍ ପାଉଡର ଲଗେଇବ। ମୋ ମୁହଁ ବରଂ ଥରେ ନ ଯାଉ ଦିନ ସାରା ଭିତରେ। ଯେତେ ଥର ଗାଧେଇବେ କି ଗୋଡ଼ ହାତ ଧୋଇବେ, ସେତେ ଥର କ୍ରିମ୍ ପାଉଡର ଲଗେଇବି ହିଁ ଲଗେଇବି। ମୁଁ ଯଦି ଦିନରେ ଥରେ ଲଗେଇଦେଲି, ସେ ବି ବହୁତ କଷ୍ଟ। ଲଗାଏନି, ମୁଁ ବହୁତ ରେୟାର ହିଁ ଲଗାଏ। 10% ତମେ ଲଗା, 90% ତମକୁ ବେଶୀ ଜରୁରତ ନା ମୋଠୁ। ଖାଲି କ୍ରିମ୍ ଲଗା ହବ, ପାଉଡର କାହିଁକି? ଆରେ ଏବେ ତ କୁଆଡ଼େ ଯିବାର ନାହିଁ ନା, ଟିକେ କ୍ରିମ୍ ନ ଲାଗିଲେ ମତେ ମାନେ ଇଏ ଲାଗେନି। ଅଭ୍ୟାସଟା ନା, ହଁ ଡ୍ରାଏ ଲାଗେ ନା। ଲଗେଇବା କଥା ବି, ଭଲ କଥା, କିନ୍ତୁ ତମ ପାଖରେ ସମୟ, ତମେ ବହୁତ ଫ୍ରି, ମୁଁ ବହୁତ ବିଜି ନା। ସେଥିପାଇଁ ତମ ପାଖରେ ସମୟ ଅଛି, ଆମ ପାଖରେ ସମୟ ନାହିଁ। ଆକ୍ଚୁଆଲି ଦେଖିଲା ବେଳକୁ ବେଶୀ ବିଜି ତମେ ମୋଠୁ, କିନ୍ତୁ ମତେ ଲଗେଇବାକୁ ସମୟ ହଉନି, ତମକୁ ଲଗେଇବାକୁ ସମୟ ହଉଛି। ଆସିବି ଗଲ। ସେ ତ ଫ୍ରେଶ୍ ହେଇଗଲେଣି। ଆମ 2 ଜଣ ପାଇଁ ଖାଇବା ବି ବାଢ଼ିକି ନେଇ ଆସିଛି। ଶନିବାର ଲଞ୍ଚରେ ଆମର କ'ଣ କ'ଣ ହେଇଛି ଆପଣଙ୍କୁ ଟିକେ କହିଦେଉଛି।
ଡାଲି, ଭେଣ୍ଡି ଆଳୁ ଚଡ଼ଚଡ଼ି, ଭାତ, ଇଏ ଆମ୍ବ ଆଉ ସାଲାଦ। ସାଲାଦ ମାନେ ଖାଲି କାକୁଡ଼ି। ଏଇଟା ହେଲା ଶନିବାର ଲଞ୍ଚ। ଗାଧୋଇ ପାଧୋଇ ପୁରା ରେଡ଼ି, ପୁରା ହିରୋ ଆଉ। କାଲି କଲର୍ କରିଦେଇଛ, ତାପରେ ଆହୁରି ମୁହଁଟା କେତେ ଭଲ ଦେଖାଯାଉଛି। ତୁମେ କଲର୍ କରିବ କିନ୍ତୁ ମାଲିସ ମୁଁ କରିବି। ଦେଖିବା ମୋ ଚୁଟି ପାଚିଲେ ତମେ କେତେ କହିବ କଲର୍ କରିବା ପାଇଁ, ଦେଖିବା। ମୋ ମୁହଁଟା କେବେ ଖରାପ ଦେଖାଯାଏ? ସବୁବେଳେ ତ ଭଲ ହିଁ ଦେଖାଯାଏ। ହଁ ହେଲେ ବି ଦେଖ, ଧଳା ଚୁଟି ଥିଲା ଏବେ କଳା ହେଇଯାଇଛି, କେତେ ବଢ଼ିଆ ଲାଗୁଛି। ମୁଁ କଳା କିନ୍ତୁ ମାନେ ବସିକି ଲଗା ଇଏ କରେ ସେ ମତେ ଟିକେ ହଁ ଆଗରୁ ତ କେତେ ସୁନ୍ଦର ମନକୁ ପୁରା ସେଭିଂ ହେଇଯାଅ, କଲର୍ ବି ହେଇଯାଅ, ସରି କଲର୍ କରିଦିଅ। ଏବେ କେତେ ଖୁସାମତ କରିବାକୁ ପଡୁଛି। ହଉ ହେଲା। ହଉ ହେଲା, ହଉ ଖାଇକି କୁହ ସବୁ କେମିତି ହେଇଛି। ଡାଲି ପୁରା ପାସ୍। ଭେଣ୍ଡି ଚଡ଼ଚଡ଼ି ଏକ୍ସେଲେଣ୍ଟ। ଖଣ୍ଡେଇ ବି କହିଲା, ମାନେ କହିଲା ମାମା ରୁଟି ହେଇଥିଲେ ଭଲ ହେଇଥାନ୍ତା। ମୁଁ କହିଲି ସବୁ କାକୁଡ଼ିଟା ମୁଁ ବାଛିକି ଆଣିଛି ବୋଲି ଭଲ ଲାଗୁଛି। ହଁ ଆଚ୍ଛା ଆଚ୍ଛା, ତୁମେ ବାଛିକି ଆଣିଛ ବୋଲି ଭଲ ଲାଗୁଛି। ଆଉ ଆମ୍ବ କଥା ତ ଛାଡ଼ି ଦିଅ। କଣ୍ଢେଇ କହୁଥିଲା ବାବା ଯୋଉ ଆର ଆମ୍ବଟା ଆଣିଥିଲେ ସେଇଟା ଭଲ ଲାଗୁଥିଲା। ମୁଁ ସେଥିପାଇଁ କହିଲି ଯେତେବେଳେ ଆମ୍ବ ଆଣିବ ତା ପାଇଁ ସେ ଦଶହରୀ ଆମ୍ବ ହିଁ ନେଇ ଆସିବ। ସେ ତ ଖାଇଲେଣି, ମୋର ବି ବଢ଼ା ହେଇଯାଇଛି, ଏବେ ମୁଁ ଖାଇବି। ଖାଇକି ତ ଉଠୁ ଉଠୁ 4ଟା ବାଜିବାକୁ 5 ମିନିଟ୍ ଥିଲା। 2 ଜଣ ଆଜି ପୁରା ପେଟେ ଭାତ ଖାଇ ଦେଇଛୁ। ଡାଲିକୁ ଆଉ ସେ ତରକାରୀ କୁହନ୍ତୁନି, ଏତେ ଟେଷ୍ଟ ଲାଗିଲା। ପୁରା ଖାଉ ଖାଉ ଟିକେ ଅଧିକା ଖାଇ ଦେଇଛୁ। ଆଉ ଡାଲି ହେଲା ମାନେ ଜାଣନ୍ତୁ ମୋର ଭୋଜି ଭାତ। ଡେଲି ଡାଲି କଲେ ବି ମୋତେ ଅରୁଚି ଲାଗିବନି, ମୋତେ ଡାଲି ଏତେ ପସନ୍ଦ। ମାନେ ଏତେ ଖାଇ ଦେଇଛି, ମୁଁ କହିଲି ବସିଲେ ଆଉ କାମ କରିହେବନି। ଏମିତି ବି 4ଟା ବାଜିଗଲାଣି। ସେଥିପାଇଁ ଏବେ ମୁଁ ଘର ଝାଡ଼ୁ କରୁଛି। ବ୍ଲଗ୍ଟି ତାହେଲେ ଏଇଠି ରଖିଦେଉଛି। ଆଶା କରୁଛି ଆଜିର ବ୍ଲଗ୍ଟି ଆପଣମାନଙ୍କୁ ପସନ୍ଦ ଆସିବ। ବ୍ଲଗ୍ଟି ପସନ୍ଦ ଆସିଲେ କମେଣ୍ଟ କରିବେ, ଲାଇକ୍ ଆଣ୍ଡ ସେୟାର କରିବେ। ଆପଣମାନଙ୍କ ସପୋର୍ଟ ଏବଂ ସହଯୋଗର ଅପେକ୍ଷାରେ ରହିଲୁ। ଜୟ ମା ସନ୍ତୋଷୀ।